ଯିବେ ଦାଦା ଆସିବେ ଦିଦି ଯିବାଟା ସୁନିଶ୍ଚିତ ଏଇଟା ଦିଦି ଯିବାଟା ଯୋଉ ଖୁସି କଥାଟା ଯୋଉଟା କୁହାଯାଏ ଏଇଟା କୌଣସି ପର୍ସନାଲ ଜିନିଷ ତ ମୁଁ କହିବିନି ଏ ଜିନିଷଟା ଜଣେ ସେ ଯିବେ କଣ କରିବେ ସେଟା ତାଙ୍କର ଦଳୀୟ କଥା କିନ୍ତୁ ଯୋଉ ପ୍ରକାରର ଚାଲିଥିଲା ଶାସନ ବ୍ୟବସ୍ଥା ତାଙ୍କ ନିର୍ଦ୍ଦେଶରେ ସେଇଟା ଯାଉଛି ସେଇଟା ମୁଁ ଖୁସି କହିବିନି ସେଇଟା ଆମ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ଆଶ୍ୱସ୍ତର କଥା ଆଉ ଆତ୍ମସନ୍ତୋଷର କଥା ଯେ ପ୍ରଥମ କଥା ହେଉଛି ପଶ୍ଚିମବଙ୍ଗ ଭାବରେ ପରିଚୟ ପାଇବ ଜୟ ବାଂଲାର ପରିଚୟ ସେଠି ରହିବନି ତାର ଜୟ ବାଂଲା ହେଉଛି ଆମ ପଡ଼ୋଶୀ ଦେଶର ସ୍ଲୋଗାନ ହେଉଛି ଜୟ ବାଂଲା ଖେଲା হবে ପଡ଼ୋଶୀ ଦେଶର ହେଉଛି ସେଇଟା ସ୍ଲୋଗାନ ସେଇଟା ପଶ୍ଚିମବଙ୍ଗର ବା সোনার বাংলা ଯୋଉଟା ଆମେ କହୁ ତାର ସ୍ଲୋଗାନ ସେଇଟା ନୁହେଁ ପଶ୍ଚିମବଙ୍ଗ ହେଉଛି ସିଏ ଆମର ପଶ୍ଚିମବଙ୍ଗ ତେଣୁକରି ତାର ଯେଉଁମାନେ ଜନସାଧାରଣ ଅଛନ୍ତି ସେମାନଙ୍କ ପାଇଁ ଏଇଟା ଗୋଟେ ବହୁତ ବଡ଼ ଆଶ୍ୱସ୍ତିର କଥା ହବ ଆଉ ମୁଁ ଦେଖିଛି ପ୍ରଚାର ଭିତରେ ସେ ଲୋକମାନଙ୍କର ଭୟ ଆଖିରେ କହିବା ପାଇଁ ଗୋଟେ ପଦ ତାଙ୍କ ପାଖରେ ଶକ୍ତି ନଥିଲା ତାକୁ ବି ଛଡ଼େଇ ଯାଇଥିଲା ତେଣୁକରି ଆମେ ଯେଉଁ କହୁ ଆମେ ସ୍ୱାଧୀନ ରାଷ୍ଟ୍ରର ନାଗରିକ କହିକି କେବେ ବି ଆପଣମାନେ ତ ନିଶ୍ଚୟ ଯାଇଥିବେ ସେ ଜାଗାରେ ସେଇଠି ବୁଝିପାରିଥିବେ ଏବଂ ଆଜି ସେମାନେ ବୁଝିବେ ଯେ ସ୍ୱାଧୀନତାର ପ୍ରକୃତ ଅର୍ଥ କ'ଣ ଆଉ ସ୍ୱାଧୀନତାର ଯେଉଁ ମଞ୍ଜି ବୁଣା ହେଇଥିଲା ପୋତା ହେଇଥିଲା ସେଇ ମାଟିରୁ ହିଁ ପୋତା ହେଇଥିଲା ଆଉ ସେଇ ମାଟିରୁ ବାହାରିଥିଲା ଆଜି ଯାହାକୁ ବନ୍ଦେ ମାତରମ୍ ଆମେ କହୁଛେ ଅନେକ ଶହୀଦ ସେ ଜାଗାରେ ରହିଛନ୍ତି ସୁଭାଷ ବୋଷଙ୍କ ଭଳି ଖୁଦିରାମଙ୍କ ଭଳି ଅନେକ ଶହୀଦ ଅଛନ୍ତି ତେଣୁକରି ସେ ମାଟିରେ ଯେତେବେଳେ ଆମେ ଏସବୁ ଜିନିଷ ଦେଖୁଛେ କୋଉଠି ନା କୋଉଠି ଆତ୍ମାକୁ ତ କଷ୍ଟ ଦିଏ ଖାଲି ଆଣ୍ଟି ଇନକମ୍ବେନ୍ସି ନୁହଁ ଆଣ୍ଟି ଇନକମ୍ବେନ୍ସିର ପରିଭାଷା ବିଭିନ୍ନ ପ୍ରକାରର ଥାଏ ଏଠି ଆଣ୍ଟି ଇନକମ୍ବେନ୍ସି ବୋଲି ଏଇଟା ଖାଲି କହିବେନି ଯୋଉ ଅନ୍ୟାୟ ଅତ୍ୟାଚାର ଦୁର୍ନୀତି ଯୋଉ ପ୍ରକାର ଭାବରେ ଚାଲିଥିଲା ଭାରତୀୟଙ୍କ ଉପରେ ମୁଁ ସେଠି କହିବିନି କିଏ ହିନ୍ଦୁ ମୁସଲମାନ ମୁଁ କହିବିନି ଭାରତୀୟଙ୍କ ଉପରେ ଯୋଉ ଅତ୍ୟାଚାର ଚାଲିଥିଲା ତାର ତ ଅନ୍ତ ହବ ଏଇଟା ତାର ଅନ୍ତ ଏଇଟା ହବ ତେଣୁକରି ସେ ପ୍ରକାର ଭଗବାନ ନ କରନ୍ତୁ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ ସବୁବେଳେ ଆମେ ଡାକୁ କେବେ କେମିତି ସେ ସେମିତି ଗୋଟେ ଶାସନ ବ୍ୟବସ୍ଥା ଭିତରକୁ ଆମ ଦେଶର କୌଣସି ନା କୌଣସି ରାଜ୍ୟକୁ କୋଉ ସମୟରେ ବି ସେ ଜାଗାକୁ କେବେ ନ ନିଅନ୍ତୁ ଏତିକି ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରେ